ରୋଚକ ମୋଡ଼ରେ ନୂଆପଡ଼ା ଜିଲ୍ଲାର ବିଜେଡି ବିଜେପି ଓ କଂଗ୍ରେସ ରାଜନୀତି। ନୂଆପଡ଼ା ବିଜେପିରେ ଢୋଲକିଆଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରୁଥିବା ନୂଆପଡ଼ା ଜିଲ୍ଲା ସଭାପତି ମନୋଜ ମିଶ୍ରଙ୍କୁ ଖଡ଼ିଆଳଠାରେ ଅନୁଷ୍ଠିତ ବିଜେଡିର ସମ୍ବର୍ଦ୍ଧନା ସଭାରେ ସଭା ପରିଚାଳନା କରୁଥିବା ଦେଖିବାକୁ ମିଳିଥିଲା। ସେପରି ଏଥର ଖଡ଼ିଆଳ ବିଧାନସଭା ମଣ୍ଡଳୀରେ ବିଧାୟକ ଟିକେଟ୍ ପାଇବାକୁ ଆଶାୟୀ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କୁ ସାଂସଦ ଟିକେଟ୍ ଦେଇ କଂଗ୍ରେସର ବିଧାୟକ ଆମଦାନୀ ନେତା ଅଧିରାଜ ପାଣିଗ୍ରାହୀଙ୍କୁ ବିଜେଡି ବିଧାୟକ ଟିକେଟ୍ ଦେଇ ଖତରନାକ ରାଜନୀତି ଖେଳିଛି। କଂଗ୍ରେସ ଏପର୍ଯ୍ୟନ୍ତ ଖରିଆର ବିଧାୟକ ଟିକେଟ୍ ଘୋଷଣା କରିନି। ବିଜେପିରୁ ଟିକେଟ୍ ପାଇଥିବା ପୂର୍ବତନ ବିଧାୟକ ହିତେଶ ବକର୍ତ୍ତିଙ୍କ ଦବଦବା ଥିବା ଜଣାପଡ଼ୁଛି। ଏପଟେ ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ରାଜୁ ଢୋଲକିଆଙ୍କ ନାମରେ ମାଳମାଳ ଅଭିଯୋଗ ଆଣିଥିବା ବିଜେଡିର ଅସନ୍ତୁଷ୍ଟ ନେତାଙ୍କ କଥାକୁ ଓଡ଼ିଶା ବିଜେଡି ଭ୍ରୂକ୍ଷେପ ନ କରି ନିର୍ବାଚନ ମଇଦାନକୁ ଛାଡ଼ିଛି ମନ୍ତ୍ରୀ ଢୋଲକିଆଙ୍କୁ। ସେପରି ନୂଆପଡ଼ା ବିଜେପିରେ ଏଥର କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଟିକେଟ୍ କାଟି ନୂଆପଡ଼ା ବିଧାୟକ ପାଇଁ ତାଙ୍କ ପୁତ୍ର ଯୁବ ଚେହେରା ଅଭିନନ୍ଦନ ପଣ୍ଡାଙ୍କୁ ଟିକେଟ୍ ଦେଇ ନୂଆପଡ଼ା ବିଜେପିରେ ହଟଚମଚ ସୃଷ୍ଟି କରିଛି ଓଡ଼ିଶା ବିଜେପି। ବିଜେପି ଟିକେଟ୍ ଦୌଡ଼ରେ ଥିବା ନେତାମାନେ ଯେତେ ସଭା ସମିତି କଲେ ମଧ୍ୟ କର୍ଣ୍ଣପାତ କରୁନି ଓଡ଼ିଶା ବିଜେପି। ଏସବୁକୁ ଭ୍ରୂକ୍ଷେପ ନ କରି ନୂଆପଡ଼ା ଜନତା ମଇଦାନରେ ଶିବବାବାଙ୍କ ଷଣ୍ଢପଳି ଜୋରସୋର ପ୍ରଚାର ପ୍ରସାରରେ ଲାଗିପଡ଼ିଛନ୍ତି ରାଜେନ୍ଦ୍ର ଅଭିନନ୍ଦନ। ଏପର୍ଯ୍ୟନ୍ତ ଏଠାରୁ କଂଗ୍ରେସରେ ବିଧାୟକ ଟିକେଟ୍ ପାଇଥିବା ଓଡ଼ିଶା ପ୍ରଦେଶ ସଭାପତି ଶରଦ ପଟ୍ଟନାୟକ କୌଣସି ସଭା ସମିତି କି ରାଲି କରିନଥିବା ବେଳେ କବାଟ ବନ୍ଦ କରି ରାଜନୀତି ଗୋଟିଚାଳନା କରୁଥିବା ମନେ ହେଉଛି। आमर कथा है जे आम नुआपड़ार जेन स्वाभिमान अच्छे ताके बचावा लगी आमर दल के बचावा लगी आमर बिजु जनता दल जेन आदर्श नीति आदर्श बिजु बाबू नीति आदर्श के बचावा लगी आम आज प्रेस कॉन्फ्रेंस करूँ एवं आगामी दिन रे मध्य माननीय मंत्री जहाँ भ्रष्टाचार करुछन दुर्नीति करुछन तार विरुद्ध रे आम लड़वा लगी आगभर होकर समस्त बाहरी। नूआपड़ा जिला प्रतिनिधि हृषिकेश तंडसनाଙ୍କ रिपोर्ट हर्षिका मीडिया।